ନିଶ୍ଚୟ ବୁଝିବି ଆଇଲା ବେଳକୁ ଠକିଲା ଢଙ୍ଗ କହିଲେ ବାହାର ଲୋକ ଶୁଣିଲେ ଭାବିବେ ବୁଢା ବୁଢୀଙ୍କର କିଛି ଭିତ୍ତି ସମ୍ପର୍କ ଥିଲା ସେଇଥିଲାଗି ମାଇକିନା ଠକିଲା ଢଙ୍ଗ କହିଲେ ମୁଁ ଆପଣଙ୍କୁ ହାତ ଯୋଡୁଛି ସେ ଠକିବା କଥା ନାହିଁ ତ ମୋ ଘରେ ଯୋଉ ଝିଅ ବୋହୂ ଅଛି ସେ କଣ ଆପଣଙ୍କ ଝିଅ? ମୋ ଝିଅ ତ ଉପର ମହଲ ଟିଭି ଦେଖୁଛି। ହଁ ମୋ ଘରେ ଯୋଉ ଝିଅ ବୋହୂ ଅଛି କୋଉ ଝିଅ ତମ ଘର କଥା ତମ ଏମିତି କହିପାରୁଛନ୍ତି କେମିତି? ମୋ ଘରେ ଆପଣଙ୍କ ସହିତ ବାରମ୍ବାର କଥା ହେଇଛି ଆଉ ଆପଣ ମତେ କହିଲେ ଯେ ମୁଁ ତ ଓଡ଼ିଶା ବାହାରେ ଅଛି ଆପଣ ଗୋଟେ କାମ କରନ୍ତୁ ଯଦି ବାହାଘର ପାଇଁ ଏତେ ଜିଦ୍ ଧରୁଛନ୍ତି ତାହେଲେ ମୋ ଝିଅକୁ ନେଇଯାଆନ୍ତୁ ଆପଣଙ୍କ ପୁଅକୁ ନେଇ ଆସନ୍ତୁ ମନ୍ଦିରରେ ମା ମୋ ଝିଅକୁ ଆପଣଙ୍କ ଘରକୁ ବୋହୂ କରି ନେଇଯାଆନ୍ତୁ ଆଉ ଘରେ ପହଞ୍ଚିଲା ପରେ ମାସ 15 ଦିନ ରିସେପ୍ସନ ହବ ଆଉ ମୋ ଝିଅ ଯାଇ ପରିବାର ପାଇଁ ବାହାରକୁ ଯିବେ ମୋ ଝିଅ ବାହାଘର ସାରା ଓଡ଼ିଶାରେ କମିଯିବ ଏଇ କଥା ଆପଣ ମତେ ଫୋନରେ କହିଥିଲେ ନା? ମୁଁ କିଏ? ମୁଁ ସଞ୍ଜୟ ରାଜହଂସ ମୁଁ କହିଲି ମା ଅଦଳ ବଦଳ କରି ଆପଣ ମୋ ଝିଅକୁ ବୋହୂ କରି ନେଇଯାଆନ୍ତୁ ଆପଣ ତାକୁ ବୋହୂ କରି ନେଇଗଲେ ମୋ ଝିଅ ଯିଏ ବିଦେଶରେ ପାଠ ପଢି ପାରିଛି ଏକା ସିଏ ଆପଣଙ୍କ କଥା ରାଜି ହେଇ ଆପଣଙ୍କ ଘରକୁ ବୋହୂ ହେଇ ଚାଲିଗଲା। ଆପଣ ତ ମୋ ସହିତ ଫୋନରେ କଥା ହେଇଥିଲି ଆପଣଙ୍କର ପାଗଳ ମିଳେ କି ଆପଣଙ୍କୁ ଆଉ ଟିକେ ପାଗଳ କରିବାକୁ ଯୋଜନା ମାନେ ଆପଣଙ୍କ ପରି ବାମନ ଯେତେବେଳେ ଆକାଶରେ ଚାନ୍ଦ ଦେଖିବାକୁ ବାରବାର ଡିଷ୍ଟର୍ବ କଲା ମୁଁ ଭାବିଲି ଆପଣଙ୍କ ହାତରେ ଗୋଟେ ଭଲିବଲ ଧରେଇଦେବି ଖାଲି ଖେଳୁଥିବ ତମ ଔକାତ ତମକୁ ଜଣେଇଦେଲେ ତମର ଗୋଟେ ପୁଅ ମୋ ପାଖରେ ଚାକିରି କରୁଛି ତମେ ଭାବିଲ ମୋ ଝିଅକୁ ବୋହୂ କରି ନେଇ ମୋର ହସ୍ପିଟାଲ ବିଜନେସ ବ୍ୟାଙ୍କ ବାଲାନ୍ସ ସବୁ ହଡପ କରିବ ତମ ଯୋଜନାଟା ବଡ ରସାଳ ଆପଣଙ୍କ ଟଙ୍କା ପଇସା ମୋର ଆଦৌ ଲୋଭ ନଥିଲା କି ଏବେ ବି ନାହିଁ